କଥା କହିବେ ଆପଣମାନଙ୍କ ସମ୍ମୁଖରେ ସେହି ବିଷୟ ମୁଁ ଆପଣମାନଙ୍କ ଠାରେ ପ୍ରକାଶ କରିବି। ଆଉ ଈଶ୍ୱରଙ୍କର ଦୃଷ୍ଟିରେ ଆମେମାନେ କେମିତି ଭାବରେ ଧର୍ମ କର୍ମ କରୁଛୁ, ଆମମାନଙ୍କର ଆରାଧନା କରିବାର ଷ୍ଟାଇଲ କ'ଣ, ଆଜି ଅନେକ ପ୍ରକାର ଭାବରେ ଆଜି ଜଗତର ଲୋକମାନେ ଆରାଧନା କରୁଛନ୍ତି, ଉପାସନା କରୁଛନ୍ତି, ଦାନ ଦଶମାଂଶ କରୁଛନ୍ତି, ଆଉ ଆପଣା ଆପଣା ମାନେ ତାଲିକାରେ ଆପଣା ଆପଣା ଷ୍ଟାଇଲରେ ସେମାନେ ଆରାଧନା କରିବା ପାଇଁ ଇଚ୍ଛା କରନ୍ତି। କିନ୍ତୁ ଆମେମାନେ ସଦାପ୍ରଭୁଙ୍କର ଦୃଷ୍ଟିରେ ଯେପରି ଅନୁଗ୍ରହ ପ୍ରାପ୍ତ ହେବା, ସଦାପ୍ରଭୁଙ୍କର ଦୃଷ୍ଟିରେ ଆମମାନଙ୍କର ପ୍ରାର୍ଥନା, ଆମମାନଙ୍କର ଆରାଧନା ଉପାସନା ଯେପରିକି ଗ୍ରହଣ ଯୋଗ୍ୟ ହେବ, ଅର୍ଥାତ୍ ସଦାପ୍ରଭୁ ଆମମାନଙ୍କୁ ଯେପରି କହିବେ, ମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ଆମମାନେ ଧନ୍ୟ ହେବା, ଏପରି ଆରାଧନା ପରମେଶ୍ୱର ମଧ୍ୟ ଇଚ୍ଛା କରୁଛନ୍ତି। ହାଲେଲୁୟା ହାଲେଲୁୟା। ସଦାପ୍ରଭୁଙ୍କ ଠାରୁ ଆମେମାନେ ଅନୁଗ୍ରହ ପାଇବାଟା, ସଦାପ୍ରଭୁଙ୍କର ଦୃଷ୍ଟିରେ ଆମେମାନେ ଧନ୍ୟ ହେଇଯିବାଟା, ଏ ଜଗତର ଲୋକମାନଙ୍କ ଦୃଷ୍ଟିରେ ଧନ୍ୟ ହବାଟା ନାହିଁ। ଜଗତର ଲୋକମାନେ ଧନ୍ୟ, ମୁଁ ଯଦି ଆପଣମାନଙ୍କୁ ପ୍ରଶଂସା କରିବି, ଧନ୍ୟବାଦ ବୋଲି କହିବି, କିମ୍ବା ଆପଣ ବହୁତ ଧନ୍ୟ ବ୍ୟକ୍ତି ବୋଲି କହିବି, ତାହେଲେ ସେଥିରେ କିଛି ଫାଇଦା ଦେବ ନାହିଁ। ରାଜା ମହାରାଜା ମନ୍ତ୍ରୀ ଗୋଟେ ଆମକୁ ଯଦି ପ୍ରଶଂସା କରିଦେବେ, ଧନ୍ୟବାଦ ଦେବେ, ତାପରେ କଣ ଗୋଟେ ବଡ ପୁରସ୍କାର ମଧ୍ୟ ଦେବେ, ଟଙ୍କାଟି ସୁନାଟି କିଟା, ସେଟା ବେଶୀ ଦିନ ଥିବ ନାହିଁ, ସେଟା କଣ ବେଶୀ ଦିନ ଥିବ ନାହିଁ। ସେଟା ମନୁଷ୍ୟ ଦେବା ଦାନ, ମନୁଷ୍ୟ ଦେବା ଉପହାର, ଆଉ ମନୁଷ୍ୟ କରିବା ପ୍ରଶଂସାରେ ମନୁଷ୍ୟ ଗର୍ବ ହେଇଯାଏ। ତାପରେ ଗର୍ବ ହେଲେ କଣ ହବ ନା, ଆମମାନେ ସାନବେଳେ ଗୋଟେ ଗପ ବହି ପଢୁଥିଲୁ, କଣ ମା ବେଙ୍ଗର ପେଟ ଫାଟିଲା। ଅଧିକ ଗର୍ବ ହେଲେ ବୁଲି ଯାଇକିରି ତାପରେ ପେଟ ସେଇପରି ଆମେମାନେ ହେବା ପାଇଁ ପରମେଶ୍ୱରଙ୍କ ଦୃଷ୍ଟିରେ ଯେପରି ଆମେମାନେ ଅନୁଗ୍ରହ ପ୍ରାପ୍ତ ହେବା, ପରମେଶ୍ୱର ଯେପରି ଆମମାନଙ୍କୁ ଧନ୍ୟ ବୋଲି କହିବେ, ପରମେଶ୍ୱରଙ୍କ ଠାରୁ ଆମମାନେ ପୁରସ୍କୃତ ହେବା, ଏହିପରି ଆମେମାନେ ଆରାଧନା କରିବା। ତେଣୁକରି ମରିୟମଙ୍କୁ କହୁଛନ୍ତି କଣ, ସ୍ୱର୍ଗଦୂତ ଆଗ ଅନୁଗ୍ରହର ପାତ୍ରୀ କିଏ କହୁଛନ୍ତି, ଦୂତ ସିଧାସଳଖ ପରମେଶ୍ୱର ପଠାଉଛନ୍ତି, ଏ ଆମ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ। ଆଉ ଏହା ଆମମାନଙ୍କର ସବୁ ଇଚ୍ଛାକୁ ସଫଳ କରିବା ପାଇଁ ଆମେମାନେ ଉପଯୁକ୍ତ ପାତ୍ରୀ ପାଇଲୁ। ତେବେ ସେ କହୁଛନ୍ତି କଣ, ଅନୁଗ୍ରହର ପାତ୍ରୀ। ଏ ଦେଶର କୌଣସି ଶାସନକର୍ତ୍ତା ତାକୁ ଉପାଧି ଦେଲେ ନାହିଁ, କିନ୍ତୁ ପରମେଶ୍ୱର, ମନୁଷ୍ୟ ଆପଣମାନଙ୍କୁ ଯଦି ପ୍ରଶଂସା କରିବ ତାହେଲେ ସେଟା କିଛି ଲାଭ ଦେବ ନାହିଁ, କିନ୍ତୁ ପରମେଶ୍ୱର ଯାହାକୁ ପ୍ରଶଂସା କରିବେ ସେ ପୃଥିବୀରେ ମହାନ ହେଇଯିବ। ହାଲେଲୁୟା। ସମସ୍ତ ପୃଥିବୀ ନିବାସୀ ତାଙ୍କର ସମସ୍ତଙ୍କର ଦୃଷ୍ଟିକୁ ସେ ଆକର୍ଷଣ କରିବ। ଯେପରି ଦାନିଏଲ, ଯେପରି ଯୋସେଫ ଆମେମାନେ ଦେଖୁଛୁ, ସାରା ଦେଶର ଲୋକ, ସାରା ଜଗତର ଲୋକ କଣ, ସେମାନଙ୍କର ଚକ୍ଷୁ ତାହାଙ୍କ ଉପରେ, କାରଣ ସେମାନେ ପରମେଶ୍ୱରଙ୍କ ନିକଟରେ ଧନ୍ୟ। ପରମେଶ୍ୱର ସେମାନଙ୍କୁ ସାଥି ଦିଏ। ଆମର ଗୋଟେ ଆମର ବିଦ୍ୟୁତ କଥା, ସେ ଗାଇଛନ୍ତି କଣ, ଯେତିକି ରହିଲେ ମିଶା ଦୁନିଆର ସାର୍ଟିଫିକେଟ, ସ୍ୱର୍ଗେ
ରାଜ୍ୟ ଅଧିକାରୀ ପାରୁଛି। ଏ ଜଗତର ଜ୍ଞାନରେ, ଜଗତର ବୁଦ୍ଧିରେ, ଜଗତର ବଳରେ ଲୋକ ବହୁତ ବଡ଼ ବଡ଼ କାମ କର କଣ ସେ ଚନ୍ଦ୍ରର ପଇସା ଯାଇକରି ସେଠି ଜାଗା କିଣିକି ଘର ବାନ୍ଧୁଛି, ସେ ରକେଟ ବନାଉଛି ଆଉ ବମ୍ ତିଆରି କରୁଛି, ଆଉ ତାକୁ ଧନ୍ୟ ବୋଲି କୁହାଯାଏ। ପରମେଶ୍ୱର ତାକୁ ଧନ୍ୟ ବୋଲି କହୁନାହାନ୍ତି। ସେ ଚନ୍ଦ୍ର ଲୋକରେ ଯାଇକି ଘର ବାନ୍ଧିବା ଲୋକକୁ କହୁଛନ୍ତି ତମେ ଯଦି ଚାଲାକି ହେଇକିରି ଅଧିକ ବୁଦ୍ଧିମାନ ହେଇକିରି ଚନ୍ଦ୍ର ଲୋକରେ ଅନ୍ୟ ଗ୍ରହ ଉପଗ୍ରହରେ ଯାଇକିରି ଘର ବାନ୍ଧିବ ତାହେଲେ ଶେଷ ଦିନରେ ବିଚାର ଦିନରେ ତମକୁ ଶୀଘ୍ର ମଧ୍ୟ ଆମେ ଟାଣିକିରି ଆଣିବୁ। ହାଲେଲୁୟା। ପରମେଶ୍ୱରଙ୍କ ଠାରୁ ଅଧିକ ଜ୍ଞାନୀ ହେବା ପାଇଁ ମନୁଷ୍ୟ ଚେଷ୍ଟା କରୁଛି, କାରଣ ଏହା ଜଗତରୁ ଉତ୍ପନ୍ନ ଜ୍ଞାନ। ସବୁ ଜଗତ ମନୁଷ୍ୟମାନଙ୍କୁ ଏ ଜଗତର ଜ୍ଞାନ ଦେବ, ଯଦ୍ୱାରା କି ଜଗତରେ ଥିବା ଜ୍ଞାନ ଈଶ୍ୱରଙ୍କର ଦୃଷ୍ଟିରେ ମୂର୍ଖତା। କିନ୍ତୁ ପ୍ରକୃତ ଜ୍ଞାନ ସଦାପ୍ରଭୁଙ୍କର ବ୍ୟବସ୍ଥାରୁ ଉତ୍ପନ୍ନ ହୋଇଥାଏ। ହାଲେଲୁୟା। ତେଣୁକରି ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ। ଜ୍ଞାନର ଆରମ୍ଭ କଣ? ସଦାପ୍ରଭୁ ବିଷୟକ ଭୟ। ଧନ୍ୟ ସିଏମାନେ ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅନୁସାରେ ଚାଲନ୍ତି, ଯେଉଁମାନେ ତାହାଙ୍କର ପ୍ରମାଣ ବାକ୍ୟ ସବୁ ପାଳନ କରନ୍ତି, ଆଉ ଯେଉଁମାନେ ସର୍ବାନ୍ତକରଣରେ ତାହାକୁ ଖୋଜନ୍ତି, ସେମାନଙ୍କୁ ଧନ୍ୟ ବୋଲି କୁହାଯାଇଛି। ଗୀତ ସଂହିତା 119 ପର୍ବ ତାର 1-2 ପଦ। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସାରେ ଚାଲନ୍ତି, ସେମାନେ ଧନ୍ୟ। ଏ ଜାଗାରେ କୁହାଯାଏ ଜଗତର କୋଟିପତି ଧନ୍ୟ ବୋଲି। ଜଗତରେ ଜଣକୁ 50ଟା ପ୍ଲଟ୍ ଅଛି, ସେ ଧନ୍ୟ ବୋଲି କୁହାଯାଉନାହିଁ। ଜଣେ ରକେଟ ତିଆରି କରିକିରି ଚନ୍ଦ୍ର ଲୋକକୁ ଭାଙ୍ଗିଲା, ତାକୁ ଧନ୍ୟ ବୋଲି କୁହାଯାଉନାହିଁ। ଜଗତର ରାଜା ମହାରାଜାକୁ ଧନ୍ୟ ବୋଲି କୁହାଯାଉନାହିଁ। ଏ ଜାଗାରେ ଧନ୍ୟ କାହାକୁ କୁହାଯାଉଛି? ଯେଉଁମାନେ ଆଚରଣ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସାରେ ଚାଲନ୍ତି। ହାଲେଲୁୟା। ସଦାପ୍ରଭୁଙ୍କର ବ୍ୟବସ୍ଥା ଅନୁସାରେ ଆଉ ସର୍ବାନ୍ତକରଣ ଯିଏ ସଦାପ୍ରଭୁଙ୍କୁ ଖୋଜୁଛନ୍ତି, ସେମାନଙ୍କୁ ଧନ୍ୟ ବୋଲି କୁହାଯାଉଛି। ହେଲେ ସଦାପ୍ରଭୁ କାହିଁକି ଏମାନଙ୍କୁ ଧନ୍ୟ ବୋଲି କୁହାଯାଉଛି? ଆଉ ସଦାପ୍ରଭୁଙ୍କର ବ୍ୟବସ୍ଥା ପାଳନ କରିବା ପାଇଁ, ପାଳନ କରିବା ଦ୍ୱାରା ମନୁଷ୍ୟ କାହିଁକି ଧନ୍ୟ ହେଇଯାଏ? କାହିଁକି ଧନ୍ୟ ହେଇଯାଏ? ନା, ଈଶ୍ୱରଙ୍କର ବ୍ୟବସ୍ଥାରେ ସେ ଶକ୍ତି ଅଛି। ହାଲେଲୁୟା। ଈଶ୍ୱରଙ୍କର ବ୍ୟବସ୍ଥାରେ ମହା ଫଳ ଅଛି। ଈଶ୍ୱରଙ୍କର ବ୍ୟବସ୍ଥାରେ ସକାଳେ ବାଳକାଇକୁ ବାକ୍ୟ ଅଳ୍ପ କହିଲେ, ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ। ସଦାପ୍ରଭୁଙ୍କ ପ୍ରମାଣ ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ। ସଦାପ୍ରଭୁଙ୍କ ବିଧି ସବୁ ଯଥାର୍ଥ, ତାହା ଚିତ୍ତର ଆନନ୍ଦଜନକ। ସଦାପ୍ରଭୁଙ୍କ ଆଜ୍ଞା ସବୁ ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ। ସଦାପ୍ରଭୁଙ୍କ ଭୟ ସୂଚି, ସଦାକାଳ ସ୍ଥାୟୀ। ସଦାପ୍ରଭୁଙ୍କ ଶାସନ ସକଳ ଉତ୍ତମ, ସର୍ବ ଭାବେ ନ୍ୟାୟ। ତାହା ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଠାରୁ ବାଞ୍ଚନୀୟ, ଆଉ ମଧୁ ଓ ମଧୁଚାକ ଠାରୁ ସୁମିଷ୍ଟ। ତଦ୍ୱାରା କୁମ୍ଭ ଦାସ ଚେତନା ପାଏ, ଆଉ ତହିଁର ପ୍ରତିପାଳନରେ ମହାଫଳ ଥାଏ। ହାଲେଲୁୟା। ଗୀତ ସଂହିତା 19 ପର୍ବ 7-11 ପଦ ପର୍ଯ୍ୟନ୍ତ। ତହିଁର ପ୍ରତିପାଳନରେ ମହାଫଳ ଥାଏ। ଯଦି ସେ ମହାଫଳ ନଥାନ୍ତା, ତାହେଲେ এই ବ୍ୟବସ୍ଥାକୁ ପାଳନ କରିବା ପାଇଁ ସଦାପ୍ରଭୁ ବାରମ୍ବାର କହିନଥାନ୍ତେ। ସଦାପ୍ରଭୁ କଣ ବୋଲି କହୁଛନ୍ତି? ନା, ଇଏ ପ୍ରାଣର ସ୍ୱାସ୍ଥ୍ୟ ଜନକ। ଏଇ ସଦାପ୍ରଭୁଙ୍କର ବ୍ୟବସ୍ଥା ଯେଉଁମାନେ ପାଳନ କରନ୍ତି, ସେମାନେ ସବୁ ବିଷୟ
ନିକଟକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ। ହାଲେଲୁୟା। ତେଣୁ ସେ କହୁଛନ୍ତି ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, ଆଉ ସେ କ୍ଲେଶରୁ ବିଜୟ ଦେବା ପାଇଁ, ସେ କ୍ଲେଶକୁ କେମିତି ଜିଣିବ ତୁମେ ତାହା ଶିକ୍ଷା ଦେବା ପାଇଁ ମୁଁ ଆସିଛି। ଆଉ ମୋ ଦେଇ ତୁମେ ମାନେ ଚାଲିଲେ ଏ ଜଗତକୁ ତୁମେ ମାନେ ଜିଣି ପାରିବ। ହାଲେଲୁୟା। ଜଗତକୁ ଅର୍ଥାତ୍ ଜଗତର ଦୁଃଖକୁ, ଜଗତର ଅଶାନ୍ତିକୁ, ଜଗତର କ୍ଲେଶକୁ, ଜଗତର ଅଭାବକୁ, ସବୁ ପରିସ୍ଥିତିରେ ଜଣେ ପ୍ରଭୁଙ୍କର ଲୋକ ସେ ଜିଣିକିରି ଚାଲିଯିବ। ସେ କେବେ ମଧ୍ୟ ବିଚଳିତ ହେବ ନାହିଁ। ତେଣୁକରି ପ୍ରେରିତ ପାଉଲ କହୁଛନ୍ତି ମୁଁ ସବୁ ପରିସ୍ଥିତିରେ ବଞ୍ଚିବାକୁ ଜାଣିଛି। ହାଲେଲୁୟା। କୌଣସି ପରିସ୍ଥିତି ମୋତେ ଭୟଭୀତ କରିପାରିବ ନାହିଁ, କାରଣ ଈଶ୍ୱରଙ୍କର ବାକ୍ୟ ମୋ ଭିତରେ ଅଛି। ଏନର୍ଜି ସର୍ବପ୍ରଥମେ ଆତ୍ମା ଆମମାନଙ୍କର ଆତ୍ମାର ସ୍ୱାସ୍ଥ୍ୟ ତାହା ଭଲ କରିଦେବ। ତାପରେ କଣ ନା ସେ ଅଳ୍ପ ବୁଦ୍ଧିର ଜ୍ଞାନ ଥାଏ। ଈଶ୍ୱରଙ୍କର ବାକ୍ୟରେ ଜ୍ଞାନ ରହିଛି। ଆମର ଯୋଉ ପାଠ ପଢୁଛୁ ତାହା ଏ ଜଗତରେ ଚାକିରି କରିବା ପାଇଁ କାମ ଆସିବ, କିନ୍ତୁ ଏହା ସିଧାସଳଖ ସ୍ୱର୍ଗକୁ ଯିବା ପାଇଁ କାମ ଆସିବ। ହାଲେଲୁୟା। ପରିତ୍ରାଣ ପାଇବା ପାଇଁ କାମ ଆସିବ। ଆଉ ସଦାପ୍ରଭୁ ବିଷୟକ ଭୟ ଜ୍ଞାନ ଜାଣିବ। ଏଇ ଜ୍ଞାନ ଯାହାଠାରେ ଅଛି ସେ ସିଧାସଳଖ ସ୍ୱର୍ଗ ରାଜ୍ୟକୁ ସେ ପହଞ୍ଚି ପାରିବ। କାରଣ ଏଇ ଜଗତର ଜ୍ଞାନରେ ଲୋକ ଚନ୍ଦ୍ର ଲୋକକୁ ଯାଇପାରିବ, ମଙ୍ଗଳ ଗ୍ରହକୁ ଯାଇପାରିବ, ସାରା ପୃଥିବୀକୁ କିଣି ପାରିବ, ଜିଣି ପାରିବ, କିନ୍ତୁ ସ୍ୱର୍ଗ ରାଜ୍ୟ ଦେଖିପାରିବ ନାହିଁ। ହାଲେଲୁୟା। ସ୍ୱର୍ଗ ରାଜ୍ୟ ସେମାନେ ଦେଖିବେ ଯେଉଁମାନଙ୍କ ଠାରେ ଏହି ଜ୍ଞାନ ଅଛି। ହାଲେଲୁୟା। ପରମେଶ୍ୱରଙ୍କର ଜ୍ଞାନ। ତେଣୁକରି ପରମେଶ୍ୱର କହୁଛନ୍ତି ଧନ୍ୟ ଧନ୍ୟ ସେମାନେ। କେତେ ଜଣଙ୍କୁ ସେ ଧନ୍ୟ ବୋଲି କହୁଛନ୍ତି? ସମସ୍ତଙ୍କୁ ନାହିଁ। ଯଦି ଆପଣମାନେ ଲୁକ ତାର ମାଥ୍ୟୁ 5 ପର୍ବ ଯଦି ଆପଣମାନେ କାଟିବେ, ସେ ଜାଗାରେ ମାଥ୍ୟୁ 5 ପର୍ବ ତାର 1ରୁ 11 ପଦ ପର୍ଯ୍ୟନ୍ତ ଧନ୍ୟ ଧନ୍ୟ ବୋଲି କହିଛନ୍ତି। କେତେ ଜଣଙ୍କୁ ଆପଣମାନେ ପଢ଼ି ଦିଅନ୍ତୁ ଟିକେ। ଲୋକସମୂହ ଦେଖି ଯୀଶୁ ପର୍ବତ ଆରୋହଣ କଲେ। ପୁଣି ଉପବେଶନ କଲା ଉତ୍ତାରେ ତାହାଙ୍କର ଶିଷ୍ୟମାନେ ତାଙ୍କ ଛାମୁକୁ ଆସିଲେ। ସେଥିରେ ଯୀଶୁ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। ଧାର୍ମିକତା ନିମନ୍ତେ କାରଣ ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ହାଲେଲୁୟା। ଏ ଜାଗାରେ ଧନ୍ୟ ବୋଲି କୁହାଯାଉଛି। ଦେଖନ୍ତୁ କେମିତି ଲୋକକୁ ଧନ୍ୟ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ସାର୍ଟିଫିକେଟ ଦେଉଛନ୍ତି। ଧନ୍ୟ ଧନ୍ୟ ବୋଲି। ଆମେ କଣ ଲୋକମାନଙ୍କ ଠାରୁ ଯଦି ଧନ୍ୟ ବୋଲି ଶୁଣିଦେଲେ ଆମେ ସିଧାସଳଖ କାଲାରଟେ ଯିବୁ କଣ ମୋତେ ସେ ଏତେ ବଡ଼ ଲୋକ ମୋତେ ଧନ୍ୟ ବୋଲି କହିଲା, ମୋତେ ପ୍ରଶଂସା କଲା, ମୋତେ ନିଜ ସମ୍ମୁଖରେ ବସେଇକିରି ସେ ମାନେ ବ୍ରେକଫାଷ୍ଟ କଲା। ଆମେ କଣ ଏଠି ଲୋକ ମୋତେ ପ୍ରଶଂସା କଲା ବୋଲିକି ଆମେ ଗର୍ବରେ ଭୁଲି ଯାଇଥାଉ, କିନ୍ତୁ ତାହା କିଛି ଫାଇଦା ଦେବ ନାହିଁ। ସେ ଯୀଶୁଙ୍କ ଠାରେ ଜଣେ ଆତ୍ମାରେ ଦୀନହୀନ ଲୋକ ଠାରୁ ଏ ଜଗତର କରୋଡ଼ପତି ବଡ଼ ନାହିଁ। ପ୍ରଭୁ ତାଙ୍କୁ ଧନ୍ୟ ବୋଲି କହୁନାହାନ୍ତି, କିନ୍ତୁ ଯେ ଆତ୍ମାରେ ଦୀନହୀନ ଲୋକ, ଆତ୍ମାରେ ଦୀନହୀନ ଅର୍ଥାତ୍ ସେ କଣ ନା ଈଶ୍ୱରଙ୍କ ରାଜ୍ୟ ପାଇଁ କିଛି ହରାଇଥିବା ବ୍ୟକ୍ତି, ଈଶ୍ୱରଙ୍କର ଆରାଧନା କରିବା ପାଇଁ
ତମ ଧନ ସମ୍ପତ୍ତି ସବୁ ବିକ୍ରୟ କର ଆଉ ତମ ପଛରେ ଆସ, ତମେ କୋଟି ଧନ ପାଇବ, ସ୍ୱର୍ଗ ରାଜ୍ୟରେ ଧନ ପାଇବ। ହାଲେଲୁୟା। ତ ସ୍ୱର୍ଗ ରାଜ୍ୟ ଆମମାନଙ୍କର, ଆମେମାନେ ଏଇ ଜାଗାରେ ନାହିଁ। ତ ପାଉଲ ପ୍ରେରିତ ବି କହୁଛନ୍ତି କଣ, ମୋ ପାଇଁ ଯାହା ସବୁ ଲାଭଦାୟକ ଥିଲା এই ଜଗତରେ, ମୋ ପାଇଁ ଯାହା ମୂଲ୍ୟବାନ ଥିଲା, ମୋ ପାଇଁ ଯୋଉ ଟଙ୍କା ପଇସା ମତେ ଦରକାର ଥିଲା, ଯୋଉ ମାନ ସମ୍ମାନ ଦରକାର ଥିଲା, ତାହାକୁ ମୁଁ କଣ ପ୍ରଭୁଙ୍କର ଲାଗି ବୋଲିକିରି ଡଷ୍ଟବିନରେ ପକେଇଦେଲି। କଣ କଚରା କଥା ବୋଲିକି ଭାବିଲି, ସେଟା ମୋ ପାଇଁ କିଛି ଲାଭ ନାହିଁ। କାହିଁକି ନା ମତେ ଯିବାର ଅଛି କୋଉଠି, ଏକ ନୂତନ ଆକାଶ ମଣ୍ଡଳ, ନୂତନ ପୃଥିବୀର ଅପେକ୍ଷାରେ ଆମେମାନେ ଅଛୁ, ଯାହା ଧାର୍ମିକ ମାନଙ୍କର ବାସସ୍ଥଳୀ। ଆମେମାନେ ତହିଁର ଅପେକ୍ଷାରେ ଅଛୁ। ମୁଁ ପୃଥିବୀରେ 2 ଦିନ ପାଇଁ ଆସି ପ୍ରଭୁଙ୍କର କାମ କରିବା ପାଇଁ, ତାଙ୍କର ଇଚ୍ଛା ସାଧନ କରିକି ମୁଁ ପଳାଇବି। ଆଉ ଏ ଜଗତର ବିଷୟ ସବୁ ମୋ ପାଇଁ କିଛି ଲାଭଦାୟକ ନାହିଁ। କିଏ କହୁଛନ୍ତି ପ୍ରେରିତ ପାଉଲ, ଯେ କି ସବୁଠାରୁ ନମ୍ବର 1 ଲୋକ। କିନ୍ତୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମେମାନେ ଦେଖୁଛୁ ଅନେକ ଲୋକ, ଅନେକ ବିଶ୍ୱାସୀ ମାନେ, ପ୍ରଭୁଙ୍କର ଦାସ ଦାସୀ ମାନେ ଆଜିର ମଣ୍ଡଳୀ ଗୁଡାକରେ କେବଳ ପ୍ରଶଂସାକୁ ବହୁତ ଭଲ ପାଆନ୍ତି। ପ୍ରଶଂସା କରିବାଟା, ଲୋକମାନଙ୍କୁ ଯଦି ପ୍ରଶଂସା କଲେ ତାଙ୍କର କାନରେ ଏମିତି ଦେଖିବେ, ମୋ ବିଷୟରେ କହିଲା ଯାହା ପ୍ରଶଂସାରେ ମନୁଷ୍ୟ ପତନ ହବ। ଆଜିର ସବୁ କିଏ ଯଦି କନଭେନସନ ପାଇଁ କିଛି ପଇସା ଦେଲା, ତାକୁ ପ୍ରଶଂସା କରିବାର ଅଛି। କିଏ ଯଦି ଚୋରକୁ ଝାଡୁ କରିଦେଲା, ତାକୁ ପ୍ରଶଂସା କରିବାର ଅଛି। ମାନେ ଆଜି ଚୋରର ବିଶ୍ୱାସୀ ମାନଙ୍କୁ ସେ ଶୁଣିଲା ପରେ, ମିଠା ଲାଗିଲା ପରେ ବାକ୍ୟ କହିବାର ଅଛି। କାହିଁକି? ଅନ୍ୟ କଥା କହିଲେ ସେମାନେ ଶୁଣିବେନି। ତାଙ୍କ ପ୍ରଶଂସା କରି କରି ଆମକୁ ବାକ୍ୟ କହୁଥିବାର ଅଛି ପ୍ରଭୁଙ୍କର ଦାସମାନେ। ତେବେ ସେମାନେ ଶୁଣିବା କହିବେ, ଆଜ୍ଞା ମୋର ନାଁ କହିଲେ ଯାଉ। ପରମେଶ୍ୱର ଆମର ନାଁ ଲେଖୁଛନ୍ତି କି ନାହିଁ, କହୁଛନ୍ତି କି ନାହିଁ, ପ୍ରଭୁ ଆମମାନଙ୍କୁ ଧନ୍ୟ ବୋଲି କହୁଛନ୍ତି କି ନାହିଁ, ସେ ବିଷୟ ଆମମାନେ ପ୍ରଥମେ ବିଚାର କରିବାକୁ ହବ। କାରଣ ଆମେମାନେ ଈଶ୍ୱରଙ୍କର ବାକ୍ୟରେ ଆମେମାନେ ଶିଖ ଅଛନ୍ତି ନାହିଁ। ଯୀଶୁ କହୁଛନ୍ତି, ଯୀଶୁକୁ ପ୍ରଶଂସା କଲେ ସ୍ତ୍ରୀ ମାନେ କଣ, ଧନ୍ୟ 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 ସେ ଲୋକଟା, ଧନ୍ୟ ସେ ଗର୍ବ ଯିଏ ତାଙ୍କୁ ଧାରଣ କଲା। ଯୀଶୁକୁ କହୁଛନ୍ତି, ମାତ୍ର ଯୀଶୁ କଣ ଇଣ୍ଡୁ ମାନ କହୁଛନ୍ତି, ସେଟା ସେ ଗର୍ବ ନାହିଁ। ଯିଏ ମତେ ଧାରଣ କଲା ସିଏ ନାହିଁ, ଯେ ମୋର ପିତାଙ୍କର ବାକ୍ୟ ପାଳନ କରିବ ସେ ଧନ୍ୟ। ହାଲେଲୁୟା। ଆଜି ଆମେମାନେ ଯଦି ଈଶ୍ୱରଙ୍କର ଆଜ୍ଞା ପାଳନ କରୁଛୁ, ତାହେଲେ ଆମେମାନେ ଧନ୍ୟ। ଆମଠାରୁ ବଡ଼ କେହି ନାହିଁ ଏ ଜଗତରେ, କେହି ନାହିଁ। ହାଲେଲୁୟା। ଆଉ ସେଇ ବିଷୟ ପାଇଁ ଯୀଶୁ କହୁଛନ୍ତି, ମତେ ଧନ୍ୟ ବୋଲି କହ ନାହିଁ, କିମ୍ବା ମତେ ଯେ ଧାରଣ କଲା ସେ ଗର୍ବ ଧନ୍ୟ ନାହିଁ। ଆଉ ସେ ଦେଖାଉଛନ୍ତି, ଇଏ ମାନେ ମୋର ମା, ଇଏ ମାନେ ମୋର ଭାଇ, ଇଏ ମାନେ ମୋର ଭଉଣୀ, ଯେଉଁମାନେ ମୋ ସ୍ୱର୍ଗସ୍ଥ ପିତାଙ୍କର ବାକ୍ୟ ଶୁଣୁଛନ୍ତି। ତ ଯୀଶୁ ଦୃଷ୍ଟାନ୍ତ ଭାବରେ ତାହା କହିଲେ, ସେ ନିଜେ ପ୍ରଶଂସା ପାଇବା ପାଇଁ ଇଚ୍ଛା ନାହିଁ, କିନ୍ତୁ ଆଜି ଆମେମାନେ ପ୍ରଶଂସା ପାଇବା ପାଇଁ ବେଶୀ ଇଚ୍ଛା। ଆମମାନେ ଗୌରବ ପାଇବା ପାଇଁ ଇଚ୍ଛା, ଆମମାନେ ପ୍ରଥମ ସ୍ଥାନ ହେବା ପାଇଁ ଇଚ୍ଛା, ଆମମାନଙ୍କର ଏଇ ସବୁ ବିଷୟ ଆମମାନଙ୍କ ଠାରୁ ଚାଲିଥିବାର ଅଛି। କାରଣ ଯୀଶୁଙ୍କର ବାକ୍ୟରେ ଲେଖାଯାଇଛି, ବଡ଼ ହେବାକୁ ଇଚ୍ଛା କରୁଛି ସେ ସବୁଠାରୁ ଛୋଟ। ନିଜେ ଯୀଶୁ କହୁଛନ୍ତି, ଯେ ମହାନ ହେବା ପାଇଁ ଇଚ୍ଛା କରୁଛି, ସବୁର ଦାସ ହେଇଯାଉଛି, ସବୁର ଚାକର ହଉଛି। ଏ ମନରେ ରହିଥିବା ସବୁ କ୍ରୋଧକୁ ଛାଡ଼ି ଦଉ, ଈର୍ଷାକୁ ଛାଡ଼ି ଦଉ, କପଟକୁ ଛାଡ଼ି ଦଉ, ଭୁଲି ଯାଉ, ଘୃଣା କରିବାଟା ତାଠାରୁ ଚାଲି ଯାଉ। ସବୁର ଚାକର ବୋଲି ସେ ଆ ବୋଲି କହିଲେ ଆସୁ, ଯା ବୋଲି କହିଲେ ଯାଉ।
ପାଦ ପାଦକୁ ଯେ ଧୋଇଦେଲେ ଭିତର କହୁଛି ନାଇଁ ତୁମେ ତୁମର ପାଦ ଛୁଇଁବା ଦରକାର ନାହିଁ ତୁମର ଉପରେ ଲୋକ ମୁଇଁ ନ ଧୋଇବି ବୋଲେ ତୁଇ ସେମିତିଆ ଅବସ୍ଥାରେ ଥିବୁ କେବେ ମଧ୍ୟ ସ୍ୱର୍ଗରାଜ ଦେଖିପାରିବୁ ନାହିଁ। ହେଲେ ଆମେ ମାନେ କଣ ଆମେ ଖାଲି ବାକ୍ୟ ଶୁଣିଲେ ହେବ ନାହିଁ ବାକ୍ୟକୁ ଆମମାନଙ୍କର ହୃଦୟରେ ରଖିକି ପାଳନ କରିବାର ଅଛି। ଆମେମାନେ ପ୍ରତ୍ୟେକ ବାକ୍ୟ ଜାଣିବା ଲୋକ ପ୍ରତ୍ୟେକ ବିଷୟରେ ଆମେ ବହୁତ ଜ୍ଞାନ ଅଛି ମାତ୍ର ଗୋଟିଏ ବିଷୟ କଣ ଆମେମାନେ ପାଳନ କରିବାକୁ ହେବ। ଆମେମାନେ ଯଦି ଈଶ୍ୱରଙ୍କର ବାକ୍ୟକୁ ଶୁଣିକିରି ଚାଲିଯିବା ତାହେଲେ କିଛି ଲାଭ ନାହିଁ। ଆମର ସେଇ ବାକ୍ୟ ଅନୁଯାୟୀ ଆମର ଜୀବନ କାଟିବାର ଅଛି। ତେବେ ଲେଖା କରା ଯେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସାରେ ଚାଲନ୍ତି ହାଲେଲୁୟା 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 ବ୍ୟବସ୍ଥା ଅନୁସାରେ ବ୍ୟବସ୍ଥାରୁ ବାହାର ନାହିଁ ଆଉ ବ୍ୟବସ୍ଥା ଅନୁସାରେ ଚାଲିବା ଲୋକ ସେ ଧନ୍ୟ ହେଇଯିବ। କାରଣ ଈଶ୍ୱରଙ୍କର ବାକ୍ୟ ଯେତିକି ଏନର୍ଜି ଅଛି ତା ଭିତରେ ଆସିଯିବ ଆଉ ସେ ସବୁଠାରୁ ପବିତ୍ର ହେଇଯିବ ସବୁଠାରୁ ଜ୍ଞାନୀ ହେଇଯିବ ସବୁଠାରୁ ମହାନ ହେଇଯିବ ସବୁଠାରୁ ବୁଝିବା ଲୋକ ହେଇଯିବ ସବୁଠାରୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଯିବା ଲୋକ ହେଇଯିବ। ସେ ଅନ୍ୟ ପାଇଁ ପ୍ରାର୍ଥନା କଲେ ତାର ପ୍ରାର୍ଥନା କାର୍ଯ୍ୟକାରୀ ହେବ। ଅନ୍ୟ ପାଇଁ ଅନ୍ୟକୁ ସାହାଯ୍ୟ କଲେ ସେ ପ୍ରଭୁଙ୍କ ଠାରେ ମହାନ ହେବ। ତେଣୁକରି ଏଇ ବ୍ୟବସ୍ଥା ପାଳନ କରିବା ପାଇଁ ଆମମାନଙ୍କର ଭିତରେ ବହୁତ କଷ୍ଟକର ବିଷୟ କିନ୍ତୁ ତଥାପି ଆମେମାନେ ପାଳନ କରିବାକୁ ହେବ। ତଥାପି ଆମେମାନେ ଯଦି ଈଶ୍ୱରଙ୍କର ବ୍ୟବସ୍ଥାକୁ ପାଳନ କରୁନାହୁଁ ତାହେଲେ କିଛି ଆମେମାନେ ଲାଭ ପାଇପାରିବ ନାହିଁ। ଆଉ ଈଶ୍ୱରଙ୍କର ପ୍ରତିଜ୍ଞା ଅନୁସାରେ ଯେଉଁ ବାକ୍ୟ ଲେଖାଯାଇଛି ତାହା ନିଶ୍ଚିତ ଭାବରେ ଆମର ଜୀବନରେ ସଫଳ ହେବ। ତାହା ସଫଳ ହେବାଟା ଆମେମାନେ ଦେଖି ପାରିବା। ତେବେ ଦାଉଦ କହୁଛନ୍ତି ମାନେ ଯେ ଗୀତ ରଚକ ଈଶ୍ୱରଙ୍କର ବାକ୍ୟରେ ସେ କହୁଛନ୍ତି କଣ ମୁଁ ତୁମର ବ୍ୟବସ୍ଥାକୁ କିପରି ପ୍ରିୟମରେ ତାହା ଦିନ ଯାକ ମୋର ଧ୍ୟାନ ଅଳ୍ପ ନାହିଁ ଘଣ୍ଟାଟି ନାହିଁ 5 ମିନିଟ୍ ନାହିଁ 10 ମିନିଟ୍ ନାହିଁ ଦିନ ଯାକ ତୁମର ଆକାଶକୁ ମୋତେ ମୋ ଶତ୍ରୁଙ୍କ ଠାରୁ ଅଧିକ ଜ୍ଞାନବାନ କରେ କାରଣ ତାହା ସବୁ ନିରନ୍ତର ସଙ୍ଗେ ରହିଥାଏ। ହାଲେଲୁୟା ଗୀତ ସଂହିତା 119:97 ତୁମର ଆକାଶକୁ ମୋତେ ମୋ ଶତ୍ରୁଙ୍କ ଠାରୁ ଅଧିକ ଜ୍ଞାନବାନ କରେ କାରଣ ତାହା ସବୁ ନିରନ୍ତର ମୋ ସଙ୍ଗେ ଥାଏ। ମୋର ସମସ୍ତ ଗୁରୁ ଅପେକ୍ଷା ମୋ ବୁଦ୍ଧି ଅଧିକ କାରଣ ତୁମ୍ଭ ପ୍ରମାଣ ବାକ୍ୟ ମୋହର ଧ୍ୟାନ ମୁଁ ପ୍ରାଚୀନ ମାନଙ୍କ ଠାରୁ ଅଧିକ ବୁଝେ ତେଣୁ ମୁଁ ତୁମ୍ଭର ବିଧାନ ସବୁ ପାଳନ କରିଅଛି। ମୁଁ ଯେପରି ତୁମ୍ଭ ବାକ୍ୟ ପାଳନ କରିବି ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦକୁ ଅଟକାଇଅଛି। ହାଲେଲୁୟା ଆମେମାନେ ମଧ୍ୟ ଆମେମାନେ ଈଶ୍ୱରଙ୍କର ବାକ୍ୟକୁ ପାଳନ କରିବା ପାଇଁ ସବୁ ପ୍ରକାର କୁପଥରୁ ଆମର ପାଦକୁ ଅଟକାଇକିରି ରଖିବାକୁ ପଡ଼ିବ। ମୋ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର ହଁ ତାହା ମଧୁ ଅପେକ୍ଷା ମୋ ମୁଖକୁ ମଧୁର ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧିପ୍ରାପ୍ତ ହୁଏ ତେଣୁ ମୁଁ ପ୍ରତ୍ୟେକ ମିଥ୍ୟା ପଥକୁ ଘୃଣା କରେ। ଦାଉଦ କହୁଛନ୍ତି ମାନେ ଈଶ୍ୱରଙ୍କ ବାକ୍ୟ ଦିବାରାତ୍ର ଧ୍ୟାନ କରୁଅଛନ୍ତି ଆଉ ଈଶ୍ୱରଙ୍କ ବ୍ୟବସ୍ଥାର ପ୍ରତିଜ୍ଞା ଅନୁସାରେ ସେଇ ବାକ୍ୟ ଯେ ଦିବାରାତ୍ର ଧ୍ୟାନ କରେ ସେ କେମିତି ହେଇଯିବ ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ ସେ ସମୟରେ ଫଳ ଉତ୍ପନ୍ନ କରେ ଯାହାର ପତ୍ର ହିଁ କେବେ ମଳିନ ହୁଏ ନାହିଁ ସେଇ ବୃକ୍ଷ ସଦୃଶ୍ୟ ସେ ହେଇଯିବ। ସେ କେଉଁ ଜାଗାରେ ଲଜ୍ଜିତ ହବ ନାହିଁ ସେ ଯାହା ଇଚ୍ଛା କରେ ତାହା ସଫଳ ହେବ। କିଏ ମାତ୍ର ସଦା ପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର
ଆମମାନଙ୍କୁ ଧନ୍ୟ ବୋଲି କହିବେ, ସଦାପ୍ରଭୁମାନଙ୍କୁ ଧନ୍ୟ ବୋଲି କହିବେ। ଆମର ସଦାପ୍ରଭୁଙ୍କ ନିକଟରେ ଧନ୍ୟ ହବା ଯୋଗରେ ଆମେମାନେ ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବା, ତାଙ୍କର ପ୍ରିୟ ପାତ୍ର ହେଇପାରିବା। ଯଦି ଆମେମାନେ এই ବ୍ୟବସ୍ଥା ଅନୁସାରେ ଆମେମାନେ ଚାଲିବା ନାହିଁ ତାହେଲେ ଆମମାନଙ୍କର କୌଣସି ଲାଭ ହେବ ନାହିଁ। ଆମେମାନେ ଶେଷ ଗୋଟିଏ ବାକ୍ୟ ଦେଖିବା, ତାପରେ ଆମେମାନେ ଶେଷ କରିବା। ମାଥ୍ୟୁ ଲିଖିତ ସୁସମାଚାର 16 ପର୍ବ ତାର 13-19 ପଦ ପର୍ଯ୍ୟନ୍ତ ଗୋଟିଏ ବିଷୟ ଦେଖାଯାଇଛି। ଏ ଜାଗାରେ ଏହା ଆମମାନେ ପଢିଲା ପରେ ଆମେ ଶେଷ କରିବା। ପରେ ଯୀଶୁ କାଇସରିଆ ଫିଲିପି ଅଞ୍ଚଳକୁ ଆସି ଆପଣ ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟ ପୁତ୍ର କିଏ ବୋଲି ଲୋକେ କଣ କହନ୍ତି? ଏଥିରେ ସେମାନେ କହିଲେ, କେହି କେହି କହନ୍ତି ବାପ୍ତିଜକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଜିରିମିୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ। ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମେମାନେ କଣ କହୁଅଛ? ସିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ଏଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ହେ ଜୁନସର ପୁତ୍ର ସିମୋନ, ତୁମେ ଧନ୍ୟ, କାରଣ ମନୁଷ୍ୟ ତୁମ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି। ଆଉ ମୁଁ ମଧ୍ୟ ତୁମକୁ କହୁଅଛି, ତୁମେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ କରିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। ମୁଁ ତୁମକୁ ସ୍ୱର୍ଗ ରାଜ୍ୟର ପହଞ୍ଚି ଦେବି, ଆଉ ତୁମେ ପୃଥିବୀରେ ଯାହା କିଛି ବନ୍ଦ କରିବ ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ ସ୍ୱର୍ଗରେ ତାହା ମୁକ୍ତ ରହିବ। ହାଲେଲୁୟା, ହାଲେଲୁୟା। ଆଜି এই ବାକ୍ୟ ଅନୁସାରେ ଆମେମାନେ ଯଦି ଦେଖିବା, ଯୀଶୁଙ୍କୁ ଆଜି ଆମେମାନେ କେତେ ପ୍ରକାର ଲୋକ ବୋଲିକି ଆମେମାନେ ଭାବୁଛୁ, କିଏ କୋଉ ପ୍ରକାର ଲୋକ ବୋଲି ଭାବୁଛନ୍ତି। ଶିଷ୍ୟମାନଙ୍କୁ ସେ ପଚାରୁଛନ୍ତି, ମୋତେ କିଏ ବୋଲି ଲୋକମାନେ କଣ କହୁଛନ୍ତି? ଯୀଶୁଙ୍କୁ ଆମେମାନେ କଣ ବୋଲି ଭାବୁଛୁ? ଗୋଟେ এই ସାହାଯ୍ୟ କରିବା ଲୋକ, ଆଶ୍ଚର୍ଯ୍ୟକର୍ମ କରିବା ଲୋକ, ଆଶ୍ଚର୍ଯ୍ୟକର୍ମ ହେଲା ପରେ ସେ କିଏ ଆମେ କିଏ, ସାହାଯ୍ୟ ପାଇଲା ପରେ ସେ କିଏ ଆମେ କିଏ। ଯୀଶୁ ଜଣେ ଭାବବାଦୀ, ଯେପରି ଲୋକମାନେ କହୁଥିଲେ ସେମିତି ଭାବିଲେ, ଇଏ ଗୋଟେ ଏମିତି ଲୋକ, ସେ ଗୋଟେ ସେମିତି ଲୋକ, କିନ୍ତୁ ପ୍ରକୃତ ବିଷୟ କିଏ କହୁଛନ୍ତି? ସିମୋନ ପିତର କହୁଛନ୍ତି, ତୁମେ ଜୀବନ୍ତ ଈଶ୍ୱରଙ୍କର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯିଏକି ପରିତ୍ରାଣ କର୍ତ୍ତା, ଯିଏକି ସ୍ୱର୍ଗକୁ ନେଇପାରିବ, ଯିଏକି ଆମମାନଙ୍କର ପାପର ମୁକ୍ତି ଦେଇପାରିବ, ସେଇ ମୁକ୍ତିକର୍ତ୍ତା, ପରିତ୍ରାଣ କର୍ତ୍ତା ତୁମେ ଅଟ। ଆଉ ତୁମଠାରୁ, ତୁମ ବିନା ଆମମାନଙ୍କର ମନୁଷ୍ୟର କୌଣସି ପରିତ୍ରାଣ ନାହିଁ, କୌଣସି ମୂଲ୍ୟ ନାହିଁ। ଆଉ ସେତେବେଳେ ଯୀଶୁ କଣ କହୁଛନ୍ତି? ତାଙ୍କୁ ଧନ୍ୟ ତୁମେ। ସେ ଭାଗବାନ ବୋଲି କହିବା ଲୋକମାନଙ୍କୁ ଧନ୍ୟ ବୋଲି କହୁନାହାନ୍ତି, ଏଲିୟ ଭବିଷ୍ୟଦ୍ବକ୍ତା ବୋଲି କହିବା ଲୋକମାନଙ୍କୁ ଧନ୍ୟ ବୋଲି କହୁନାହାନ୍ତି, କିନ୍ତୁ ଏ ପ୍ରକୃତ ଚିହ୍ନିବା ଲୋକକୁ ସେ ଧନ୍ୟ ବୋଲି କହୁଛନ୍ତି। ଆମେମାନେ ମଧ୍ୟ ଯୀଶୁକୁ ଭଲ ଭାବରେ ଚିହ୍ନିବାର ଅଛି, ଯେ ସେ ଆମମାନଙ୍କୁ ପରିତ୍ରାଣ କରିପାରିବେ, ଆମମାନଙ୍କର ରୋଗରୁ ଉଦ୍ଧାର କରିପାରିବେ, ଆମମାନଙ୍କର ପାପରୁ ମୁକ୍ତି ଦେବେ, ଆମମାନଙ୍କର ସ୍ୱର୍ଗକୁ ସେ ଦେଇପାରିବେ। ସେହିପରି ଲୋକ, ସେହିପରି ଆମମାନଙ୍କର ମୁକ୍ତିକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିନା ଆମମାନଙ୍କର କୌଣସି ମୂଲ୍ୟ ନାହିଁ ବୋଲି ଆମେମାନେ ଜାଣିବାକୁ ହେବ। ହାଲେଲୁୟା। ତେବେ ଯାଇ ଆମେମାନେ କଣ ଈଶ୍ୱରଙ୍କ ଦୃଷ୍ଟିରେ ଧନ୍ୟ ହେବା। ଯୀଶୁ ଯେପରି ପିତର କହିଲେ, ତୁମେ ଧନ୍ୟ, ତୁମେ ମୋତେ ଚିହ୍ନିଲ, ସେହିପରି ଆମେମାନେ ମଧ୍ୟ, ଆପଣମାନେ ମଧ୍ୟ ଯଦି ଯୀଶୁଙ୍କୁ ପରିତ୍ରାଣ କର୍ତ୍ତା ବୋଲି ଜାଣିବେ, ସ୍ୱର୍ଗକୁ ନେବା ଲୋକ ବୋଲି ଜାଣିବେ, ପାପରୁ ମୁକ୍ତି ଦେବା ଯୀଶୁ ବୋଲି ଜାଣିବେ, ସେ ଆପଣମାନଙ୍କୁ ମଧ୍ୟ ଧନ୍ୟ ବୋଲି କହିବେ, ଆଉ ଈଶ୍ୱରଙ୍କ ରାଜ୍ୟରେ ଆପଣମାନେ ଧନ୍ୟ ହେଇଯିବେ। ପ୍ରଭୁ এই ବାକ୍ୟ ଦେଇ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।